ଶ୍ରୀମନ୍ଦିର ଭିତରେ ପଶିଲେ ଅଣସେବାୟତ ଜଣେ ଶ୍ରଦ୍ଧାଳୁ ସେବକ ବେଶରେ ଗର୍ଭଗୃହ ଭିତରେ ପ୍ରବେଶ କରିଥିବା ନେଇ ସୂଚନା ମିଳିଛି। ଗର୍ଭଗୃହକୁ ସ୍ପର୍ଶ କରିବା ସହିତ ରତ୍ନ ସିଂହାସନକୁ ସ୍ପର୍ଶ କରିଥିବା ସୂଚନା। ସମ୍ପୃକ୍ତ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ଗାରଦରେ ଅଟକ ରଖି ପଚରାଉଚରା କରିଥିଲା ପୋଲିସ। ଅଟକ ଅଣସେବାୟତ ଜଣକ ଯାଜପୁରର ଶଙ୍କର ମିଶ୍ର ବୋଲି ଜଣାପଡ଼ିଛି। ସେପଟେ ପୁଣି ଶ୍ରୀମନ୍ଦିରରେ ହିଡେନ୍ କ୍ୟାମେରା। ଶ୍ରୀମନ୍ଦିର ଜଗମୋହନ ନିକଟରୁ ଜବତ ହେଲା ହିଡେନ୍ କ୍ୟାମେରା। ଚଷମା ଯୁକ୍ତ ହିଡେନ୍ କ୍ୟାମେରା ପିନ୍ଧି ଜଣେ ଭକ୍ତ ଯାଇଥିଲେ। ଭକ୍ତ ଜଣକ ହେଉଛନ୍ତି ହରତ ପାଣ୍ଡିଆ। ଜଗମୋହନରେ ସେବାୟତଙ୍କ ହାତରେ ଧରା ପଡ଼ିଥିଲେ ଭରତ ପାଣ୍ଡିଆ। ପ୍ରୋଟୋକଲରେ ମନ୍ଦିର ଭିତରକୁ ପ୍ରବେଶ କରିଥିବା ସୂଚନା ମିଳିଛି। ଅବକାଶ ନୀତି ପରେ ଜଗମୋହନରେ ଦର୍ଶନ ଚାଲିଥିବା ସମୟରେ ସେବାୟତମାନେ ତାଙ୍କୁ ଧରିଛନ୍ତି। ଜେଟିଭି ମାନେ ଅଟକ ରଖି ଶ୍ରୀମନ୍ଦିର ଗାରଦରେ ପଚରାଉଚରା କରିଥିଲେ। ପରେ ତାଙ୍କୁ ସିଂହଦ୍ୱାର ଥାନାକୁ ନିଆଯାଇଛି। ପୂର୍ବରୁ ମଧ୍ୟ ବାରମ୍ବାର ହିଡେନ୍ କ୍ୟାମେରା ଯୁକ୍ତ ଚଷମା ଜବତ କରାଯାଇଥିଲା, କିନ୍ତୁ କଡ଼ାକଡ଼ି ଆଇନ ନଥିବାରୁ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇପାରିନାହିଁ।